ହ୍ୟାଲୋ, ମୁଁ ଦେବାଶିଷ ଆଜିର ଆଉ ଏକ ନୂଆ ଭିଡ଼ିଓରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଚାଲନ୍ତୁ ଆଜି ଆମେ ଦେଖିବା ୟୁଡାଇସ୍ ପୋର୍ଟାଲରେ ପିଲାର ଯଦି ଆଧାର ଭୁଲ ଥିବ କିମ୍ବା ଆପଣ ପିଲାର ଆଧାର ପୂର୍ବରୁ ଆଡ୍ କରିନଥିଲେ ଏବେ ପିଲାର ଆଧାର ଆମେ କିପରି ଆଡ୍ କରିବା। ପ୍ରଥମେ ଆପଣ ୟୁଡାଇସ୍ ପୋର୍ଟାଲର ଷ୍ଟୁଡେଣ୍ଟ ଲଗଇନ୍ ପେଜରେ ଏଇଭଳିଆ ଲଗଇନ୍ କରିନେବେ। ତାପରେ এই ପେଜଟି ଆସିଗଲା ପରେ ଆପଣମାନେ ଲେଫ୍ଟ ସାଇଡରେ ଯେଉଁ ମେନୁ ବାରରେ ଅଛି ସ୍କୁଲ ଡ୍ୟାଶବୋର୍ଡରେ ଆସିଲା ପରେ ଆପଣ ଯେଉଁ ଶ୍ରେଣୀର ପିଲାର ଆଧାର ଅପଡେଟ୍ କରିବା ପାଇଁ ଚାହୁଁଛନ୍ତି ସେଇ କ୍ଲାସର ରାଇଟ୍ ସାଇଡରେ ଗୋଟେ ଡ୍ରପ୍ ଡାଉନ୍ ଏରୋ ଅଛି, ତା ଉପରେ କ୍ଲିକ୍ କରିବେ। ତାପରେ ଭ୍ୟୁ ଅର୍ ମ୍ୟାନେଜ୍ ତା ଉପରେ କ୍ଲିକ୍ କରିବେ। ତାପରେ ଆପଣଙ୍କ କ୍ଲାସର ପିଲାଙ୍କ ନାଁ ଏଠାରେ ଆସିଯିବ। ଏଠାରେ ଆପଣ ଯଦି ଷ୍ଟୁଡେଣ୍ଟର ଡାଟା ସବୁ ଅପଡେଟ୍ କରିଥିବେ ତେବେ ଆପଣଙ୍କର ଏଠାରେ ଏଣ୍ଟ୍ରି ଷ୍ଟାଟସ୍ କମ୍ପ୍ଲିଟେଡ୍ ଆସିବ, ନଚେତ୍ ଯଦି ଆପଣ ଷ୍ଟାର୍ଟ କରିନଥିବେ ନଟ୍ ଷ୍ଟାର୍ଟେଡ୍ ଆସିବ। ତ ତାପରେ ଏଠାରେ ଇପି, ଜିପି ଏବଂ ଏଫପି ଏସବୁ ତିନିଟା ଯଦି ଆପଣ କରିନଥିବେ ତେବେ ଆପଣଙ୍କ ଏଠାରେ ରେଡ୍ରେ ରହିବ। ଯଦି ଆପଣ କରିସାରିଛନ୍ତି ତେବେ ଆପଣଙ୍କର ସେଟା ଗ୍ରୀନ୍ ହେଇଯାଇଥିବ। ତ ଆପଣ ଯଦି ଏଠାରେ ପିଲାର ଆଧାରଟି ଭୁଲ ଥିଲେ କିମ୍ବା ପୂର୍ବରୁ ଯଦି ଦେଇନଥିବେ ଏଠାରେ ଆଧାର ଅପଡେଟ୍ କରିବା ପାଇଁ ହେଲେ ଏ ଜିପି ଉପରେ କ୍ଲିକ୍ କରିବେ। ଜିପି ଉପରେ କ୍ଲିକ୍ କଲା ପରେ ଏଠାରେ ପିଲାର ଡିଟେଲ୍ସ ଗୁଡ଼ିକ ଆସିଯିବ। ଆଧାର ନମ୍ବର ଅଫ୍ ଷ୍ଟୁଡେଣ୍ଟରେ ଏଠାରେ ଦେଖୁଥିବେ ପୂର୍ବରୁ ପିଲାଟିର ଆଧାର ନଥିଲା, ଆମେ ସେଠାରେ 99 ଦେଇକି ସବମିଟ୍ କରିଦେଇଥିଲେ। ତ ଏବେ ପିଲାଟି ଆଧାର ଅଛି, ତ ଆମେ ଆଧାରକୁ ଏଠାରେ ଅପଡେଟ୍ କରିବା। ତ ତା ପୂର୍ବ ବାଁ ସାଇଡରେ ଗୋଟେ ଡୁ ୟୁ ୱାଣ୍ଟ ଟୁ ଚେଞ୍ଜ ଆଧାର ଡିଟେଲ୍ସ ଇନ୍ SDMS ଷ୍ଟୁଡେଣ୍ଟ ଡାଟା ମ୍ୟାନେଜମେଣ୍ଟ ସିଷ୍ଟମରେ ଯଦି ଆପଣ ଆଧାର ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ତେବେ ଏଇ ଚେକ୍ ବକ୍ସଟିରେ ଆପଣ କ୍ଲିକ୍ କରିବେ। ଚେକ୍ ବକ୍ସରେ କ୍ଲିକ୍ କଲା ପରେ ଆପଣଙ୍କ ଏଠାରେ କନସେଣ୍ଟ ଫର୍ ଡେମୋଗ୍ରାଫିକ୍ ଅଥେଣ୍ଟିକେସନର ଗୋଟେ ପପଅପ୍ ୱିଣ୍ଡୋ ଆସିବ, ତାକୁ ଆପଣ ଏଗ୍ରି କରିଦେବେ। ତାପରେ ଏଠାରେ ଆପଣଙ୍କୁ ସେ ପିଲାର ଆଧାର ନମ୍ବରଟି ଟାଇପ୍ କରିବା ପାଇଁ କହିବ। ତାପରେ ଆପଣ ଏଠାରେ ପିଲାଟିର ଆଧାର ନମ୍ବରଟିକୁ ଟାଇପ୍ କରିଦେବେ। ପିଲାର ଆଧାର ନମ୍ବରଟି ଟାଇପ୍ କରି ସାରିଲା ପରେ ତାର ଆଧାର ଅନୁଯାୟୀ ଯେଉଁ ନାଁଟି ରହିଛି ତାକୁ ଆପଣ ଏଠାରେ ଟାଇପ୍ କରିବେ। ନାଁଟି ଟାଇପ୍ କରି ସାରିଲା ପରେ ଆଉ ଅନ୍ୟ ଡିଟେଲ୍ସ ଗୁଡ଼ିକ ଯଦି ଆପଣଙ୍କ ଏଠାରେ ଠିକ୍ ଠାକ୍ ଅଛି ତେବେ ଆପଣ ତଳକୁ ଯାଇ ସେଭ୍ ବଟନ୍ ଉପରେ କ୍ଲିକ୍ କରିବେ। ତାପରେ ନେକ୍ସଟ ମାରିକି ଆପଣଙ୍କୁ ଯଦି ଏଠାରେ ଆଉ କିଛି ଅପଡେଟ୍ କରିବାର ଥିବ ସେଗୁଡ଼ିକ ସବୁ ଅପଡେଟ୍ କରି ଆପଣ ସେଭ୍ କରିଦେବେ। ସେଭ୍ କରି ସାରିଲା ପରେ ଆପଣ ଏଭଳିଆ ଯେଉଁ କ୍ଲାସର ଷ୍ଟୁଡେଣ୍ଟ ପେଜଟିକୁ ଆସିଲା ପରେ ଏଠାରେ ଆପଣ ଦେଖିବେ ଗ୍ରୀନରେ ଟିକ୍ ହେଇଯାଇଛି। ପୂର୍ବରୁ ଯେତେବେଳେ ଆଧାରଟି ଅପଡେଟ୍ ହେଇନଥିଲା ସେତେବେଳେ ଏଠାରେ ଗ୍ରୀନ୍ ନଥିଲା। ଏବେ ଆଧାର ଅପଡେଟ୍ କଲା ପରେ ଏଠାରେ ଗ୍ରୀନ୍ ହେଇଯାଇଛି। ମୁଁ ଆଉ ଗୋଟେ ଅଲଗା କ୍ଲାସର ଦେଖେଇ ଦେଉଛି ଆପଣଙ୍କୁ। ଦେଖନ୍ତୁ ଏ ପିଲାମାନଙ୍କର ଆଧାର ଅପଡେଟ୍ ହେଇନି ବୋଲି ଏଠାରେ ଗ୍ରୀନ୍ ଟିକ୍ ନାହିଁ। ଯେଉଁ ପିଲାର ଆଧାର ଅପଡେଟ୍ ହେଇଛି ସେଠାରେ ଗୋଟେ ଗ୍ରୀନ୍ ଟିକ୍ ଆସିବ। ତ ଏହିପରି ଭାବରେ ଆପଣମାନେ ପିଲାର ଆଧାର ଗୁଡ଼ିକୁ ଅପଡେଟ୍ କରିପାରିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଇନଫର୍ମେଟିଭ୍ ଲାଗିଥିବ ତେବେ ଭିଡ଼ିଓଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।